ଦେଖନ୍ତୁ ଜ୍ୟୋତିଷ ଶାସ୍ତ୍ର ହେଲା ବହୁତ ପୁରୁଣା। ତାକୁ ବର୍ତ୍ତମାନ କିଛି ଲୋକ ଲାଗିଛନ୍ତି କହିବାକୁ ଯେ ସେଇଟା ଗୋଟେ ବିଜ୍ଞାନ ବୋଲି। ପ୍ରକୃତରେ ସେଇଟା ବିଜ୍ଞାନ ନୁହେଁ, ସେଇଟା ଶାସ୍ତ୍ର କହିବେ ଠିକ୍ ଅଛି। ଯେଉଁ ଜ୍ୟୋତିଷମାନେ କହୁଛନ୍ତି ଏଇଟା ବିଜ୍ଞାନ, ତା'ର କୌଣସି ସତ୍ୟାସତ୍ୟ ନାହିଁ। ଏହା ମଧ୍ୟ ଆମର 2005 ମସିହାରେ ସୁପ୍ରିମକୋର୍ଟର ଗୋଟେ କେସ୍ରେ ମଧ୍ୟ ସୁପ୍ରିମକୋର୍ଟ ଗୋଟେ ଟିପ୍ପଣୀ ଦେଇଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ରଟା ବିଜ୍ଞାନ ନୁହେଁ, ସେଇଟା ହେଉଛି ସିଉଡୋ ସାଇନ୍ସ ବା ଛଦ୍ମ ବିଜ୍ଞାନ ବା ଗୋଟେ ନକଲି ବିଜ୍ଞାନ ବୋଲି ଆମେ କହିପାରିବା। ତାର କିଛି ମିନିଂ ନାହିଁ। ଏଗୁଡ଼ିକ ସବୁ ଲୋକଙ୍କୁ ଭୂତେଇବା କଥା। ଆଉ ଯେଉଁ ରାଶିଫଳ ଯେଉଁ ବାହାରୁଛି ସବୁଦିନ ପେପରରେ ବା ଯେଉଁ ଆମର ମିଡ଼ିଆ ମାନଙ୍କରେ ପ୍ରଚାରିତ ହେଉଛି ସେଗୁଡ଼ାର ମଧ୍ୟ କୌଣସି ସତ୍ୟାସତ୍ୟ ନାହିଁ। ଆପଣମାନେ ସବୁ କାର୍ଯ୍ୟରେ ରାସନାଲ୍ ଥିଙ୍କିଂ କରୁଛନ୍ତି। ଆପଣ ଯେତେବେଳେ ଘରୁ ବାହାରୁଛନ୍ତି, ଯଦି ମେଘ ଆସୁଛି ଆପଣ କହୁଛନ୍ତି ଛତାଟେ ସାଙ୍ଗରେ ନେଇକି ଯିବି। ଯେତେବେଳେ ଗୋଟେ ହୋଟେଲକୁ ଖାଇବାକୁ ଯାଉଛନ୍ତି ଭାବୁଛନ୍ତି ଏଇ ହୋଟେଲରେ ବେଶୀ ପଇସା, ମୁଁ ସେଠିକି ଯିବିନି, ଯେଉଁଠି କମ୍ ପଇସା ସେଠିକି ଯିବି। ତ ଜୀବନର ପ୍ରତ୍ୟେକ କଥା ଆପଣ ଚିନ୍ତା କରୁଛନ୍ତି ରାସନାଲି ବା ସାଇଣ୍ଟିଫିକାଲି ଚିନ୍ତା କରୁଛନ୍ତି। କିନ୍ତୁ ଦୁଃଖର ବିଷୟ, ଏଇ ଧର୍ମ ବିଷୟରେ ହେଉ ବା ଜାତକ ବିଷୟରେ ହେଉ ବା ବାହାଘର ବିଷୟରେ ହେଉ, ସେ ସମୟରେ ଆପଣ ସମ୍ପୂର୍ଣ୍ଣ ଇରାସନାଲ୍ ପାଲଟି ଯାଉଛନ୍ତି। ଯେଉଁଟା ଯୁଗ ଯୁଗ ଧରି ଭୁଲ ହେଇ ଆସିଛି, ସେଇ ଭୁଲକୁ ଆପଣ ଦୋହରେଇ ଚାଲିଛନ୍ତି। ତେଣୁ ତାକୁ ଆପଣ ଚିନ୍ତା କରନ୍ତୁ। ସବୁ ଜିନିଷ ଚିନ୍ତା କରିବେ ଯଦି ରାସନାଲି, ନିଶ୍ଚିନ୍ତ ଭାବରେ ଆପଣଙ୍କର ସବୁ ଜିନିଷ ସମାଧାନ ହେଇଯିବ ଆଉ ଭଲ ବାଟରେ ଆମେ ଯାଇପାରିବା। ନାସା କହିଛି, ତେଣୁ ଏଇଆ ରହିବ। ନାସାର ଅମୁକ ବୈଜ୍ଞାନିକ କହିଛନ୍ତି ଯେ ଆମେ ସୂର୍ଯ୍ୟପରାଗରେ ଖାଇବା ଦରକାର। ଏମ୍ସର ଜଣେ ଡାକ୍ତର କହିଲେ ଆମେ ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ଖାଇଲେ କିଛି ଅସୁବିଧା ହେବ। ତ ଏଗୁଡ଼ିକ ସବୁ ଏଇଭଳିଆ ସବୁ କିଛି କଥା କହି ବର୍ତ୍ତମାନ ଆମ ସମାଜରେ ଭୁଲ ବାର୍ତ୍ତାମାନ ପ୍ରଚାର କରୁଛନ୍ତି ସେମାନେ। କାରଣ ତାଙ୍କର ଆଉ କାଟ୍ତି ନାହିଁ। ସେମାନେ ଯଦି ତୁମ ଶାସ୍ତ୍ରରେ ଅଛି, ତୁମେ ବିଜ୍ଞାନର ଧାରା କାହିଁ ନେଉଛ? ବୈଜ୍ଞାନିକଙ୍କଠୁ ଜଣେ ଷ୍ଟାମ୍ପ କାହିଁ ସାର୍ଟିଫିକେଟ୍ ନେଉଛ? ଜଣେ ବୈଜ୍ଞାନିକ କହିଛନ୍ତି ବୋଲି ହେଲା ଠିକ୍ ହେବନି। ତେଣୁ ସେଇଟା କେବେ ବି ଠିକ୍ ନୁହେଁ। ଆଉ ବିଜ୍ଞାନର ଧାରାଟା ବୁଝିଗଲେ ଆପଣ ନିଶ୍ଚିନ୍ତ ଭାବରେ କହିବେ ଯେ ଏଇଭଳିଆ କିଛି ହେବା ଉଚିତ ବୋଲି। କାରଣ ବିଜ୍ଞାନ ହେଲା ଗୋଟେ ଜିନିଷ ଯେଉଁଟା ପରୀକ୍ଷିତ। ସେଇଟା ମୋ ପାଇଁକା ଯାହା ସମାନ ପୃଥିବୀର ପ୍ରତ୍ୟେକ ଲୋକଙ୍କ ପାଇଁ ମଧ୍ୟ ସେଇଟା ପ୍ରଯୁଜ୍ୟ ହେବ। ଆଉ 5 ଜଣଙ୍କ ପାଇଁ ହେବ ଆଉ 10 ଜଣଙ୍କ ପାଇଁ ହେବନି। ସେଇଟା କେବେ ବି ବିଜ୍ଞାନ ନୁହେଁ, ଯେଉଁଟାକି ଏଇ ଜ୍ୟୋତିଷମାନେ ସେଇଭଳିଆ ପ୍ରଚାର କରୁଛନ୍ତି। ଯେ କିଛି ବୈଜ୍ଞାନିକ ହେଉ ବା ସୁନିତା ୱିଲିୟମ୍ସ ହେଉ ଯେଉଁ ନେଇଥିଲେ, ପ୍ରକୃତ କଥା ହେଲା ସେ ଯେଉଁ ଗଣେଶ ମୂର୍ତ୍ତିଟି ନେଇଥିଲେ ସେଇଟା ହେଉଛି ଗୋଟେ ଛୋଟିଆ 1 ଇଞ୍ଚରୁ ଅଧିକା ହେବନି। ଆଉ ସେ କାହିଁକି ନେଇଥିଲେ ସ୍ପଷ୍ଟ ଭାବରେ ମଧ୍ୟ ସେ କହିଛନ୍ତି। ଆମ ଘରେ ମୁଁ ସବୁବେଳେ ଦେଖିଲି ଗଣେଶ ମୂର୍ତ୍ତି ଅଛି, ମୋତେ ଲାଗିଲା ଭଲ ଲାଗିଲା, ମୁଁ ସେଥିପାଇଁ ନେଇଗଲି। ତା ଅର୍ଥ ନୁହେଁ ଯେ ସେ ନେଇଗଲେ ଗଣେଶ ତାଙ୍କୁ ବଞ୍ଚେଇ ଦେଲେ। ସିଏ ଯେମିତି ଗଣେଶ ମୂର୍ତ୍ତି ନେଇଥିଲେ, ସେମିତି ବାଇବେଲର କିଛି ଯେଉଁ ଲକେଟ୍ ନେଇଥିଲେ, ତାଙ୍କ ସହିତ ଯେଉଁ ବବ୍ ୱିଲମର ବି ଯାଇଥିଲେ। ତେଣୁ ସେସବୁ ଗୁଡ଼ିକ ଗୋଟେ ବିଶ୍ୱାସ। ଆଉ ଧର୍ମ ବିଶ୍ୱାସଟା ନିଜସ୍ୱ ସମ୍ପୂର୍ଣ୍ଣ ରୂପେ ମୁଁ କହିବି। କାରଣ ଯଦି କିଏ ଧର୍ମକୁ ବିଶ୍ୱାସ କରୁଛି ଠିକ୍ ଅଛି, କିନ୍ତୁ ସେଇଟା ସାମୂହିକ ନୁହେଁ। କେବେ ବି କୌଣସି ବ୍ୟକ୍ତିଙ୍କର ଧର୍ମ କାହା ଉପରେ ଇମ୍ପୋଜ୍ କରାଯିବା ଉଚିତ ନୁହେଁ। ଆଉ ଯେଉଁ ବୈଜ୍ଞାନିକମାନଙ୍କ ନାଁ ନେଇ କହୁଛନ୍ତି ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଭୁଲ। ଆମର ଧର୍ମ ବିଶ୍ୱାସ ପିଲାଟି ଦିନରୁ ଆରମ୍ଭ ହୋଇଯାଉଛି। ଜନ୍ମ ହେଲା ମାତ୍ରେ ମୁଁ ହିନ୍ଦୁ ଧର୍ମରେ ଜନ୍ମ ହେଇଛି ମାନେ ମୁଁ ହିନ୍ଦୁ ହେଇଗଲି ମନକୁ ମନ। ଯିଏ ଖ୍ରୀଷ୍ଟିଆନରେ ଜନ୍ମ ହେଲା, ଖ୍ରୀଷ୍ଟିଆନ ଧର୍ମ ତାର ହେଇଗଲା। ତେଣୁ ପିଲାଟି ଦିନରୁ ଆମେ ଦେଖି ଆସିଲେ ପୂଜାପାଠ ହେଉ ଯାହା ବି ହେଉ। ତେଣୁ ସବୁ ବ୍ୟକ୍ତି ଜନ୍ମ ବେଳେ କେହି ଧାର୍ମିକ ନଥାନ୍ତି, ସମସ୍ତେ ରାସନାଲ୍ ଥାନ୍ତି। କିନ୍ତୁ କିଛି ବର୍ଷ ଭିତରେ ସେମାନେ ଧାର୍ମିକ ପାଲଟି ଯାଆନ୍ତି। ଆଉ ଯେଉଁମାନେ ଟିକେ ପାଠଶାଠ ପଢ଼ନ୍ତି, ଯେଉଁମାନେ ଚିନ୍ତା କରନ୍ତି, ସେମାନେ ସବୁ ରାସନାଲ୍ ହେଇଯାଆନ୍ତି କିଛି ଦିନ ପରେ, ଧର୍ମକୁ ବିଶ୍ୱାସ କରନ୍ତି ନାହିଁ। ଦେଖନ୍ତୁ ଜ୍ୟୋତିଷ ଶାସ୍ତ୍ର ହେଲା ବହୁତ ପୁରୁଣା। ତାକୁ ବର୍ତ୍ତମାନ କିଛି ଲୋକ ଲାଗିଛନ୍ତି କହିବାକୁ ଯେ ସେଇଟା ଗୋଟେ ବିଜ୍ଞାନ ବୋଲି। ପ୍ରକୃତରେ ସେଇଟା ବିଜ୍ଞାନ ନୁହେଁ, ସେଇଟା ଶାସ୍ତ୍ର କହିବେ ଠିକ୍ ଅଛି। ଯେଉଁ ଜ୍ୟୋତିଷମାନେ କହୁଛନ୍ତି ଏଇଟା ବିଜ୍ଞାନ, ତା'ର କୌଣସି ସତ୍ୟାସତ୍ୟ ନାହିଁ। ଏହା ମଧ୍ୟ ଆମର 2005 ମସିହାରେ ସୁପ୍ରିମକୋର୍ଟର ଗୋଟେ କେସ୍ରେ ମଧ୍ୟ ସୁପ୍ରିମକୋର୍ଟ ଗୋଟେ ଟିପ୍ପଣୀ ଦେଇଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ରଟା ବିଜ୍ଞାନ ନୁହେଁ, ସେଇଟା ହେଉଛି ସିଉଡୋ ସାଇନ୍ସ ବା ଛଦ୍ମ ବିଜ୍ଞାନ ବା ଗୋଟେ ନକଲି ବିଜ୍ଞାନ ବୋଲି ଆମେ କହିପାରିବା। ବିଜ୍ଞାନ କହି ପ୍ରଚାର କରୁଛନ୍ତି। ଆଉ ବିଜ୍ଞାନର ସବୁତକ ଯନ୍ତ୍ରପାତିକୁ ବ୍ୟବହାର କରି ଏଇଭଳିଆ ଗୋଟେ ଅବୈଜ୍ଞାନିକ କଥା ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି। ବିଜ୍ଞାନର ସବୁ ଜିନିଷ ସେମାନେ ବ୍ୟବହାର କରୁଛନ୍ତି। ୟୁଟ୍ୟୁବ୍ ବ୍ୟବହାର କରୁଛନ୍ତି, ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି, ସବୁ ପ୍ରକାର ବିଜ୍ଞାନର ଧାରା ବ୍ୟବହାର କରି ସେମାନେ ଅବୈଜ୍ଞାନିକ ଚିନ୍ତାଧାରା ପ୍ରଚାର ପ୍ରସାର ଆମ ସମାଜରେ କରୁଛନ୍ତି। ଆଉ ଲୋକମାନେ ମଧ୍ୟ ସେ ବୁଝିପାରୁନାହାନ୍ତି ଯେ ସେମାନେ ଯେଉଁ ସବୁ ଅନ୍ଧବିଶ୍ୱାସ ପ୍ରଚାର କରୁଛନ୍ତି ବା ଯେଉଁ ଭବିଷ୍ୟବାଣୀ କରୁଛନ୍ତି ତା ଦେହରେ କୌଣସି ସତ୍ୟାସତ୍ୟ ନାହିଁ। ଜଣେ ଭବିଷ୍ୟତବାଣୀ କରୁଛି ମାନେ ତା ଦେହରୁ ଯଦି 5ଟି ଭୁଲ ହେବ 5ଟି ଠିକ୍ ହେବ, ତାହେଲେ ତା'ର ମଧ୍ୟ କୌଣସି ଲାଭ ନାହିଁ ବୋଲି ଆମେ କହିବା। କାରଣ ସେମାନଙ୍କ ଯେଉଁ ଭବିଷ୍ୟବାଣୀ କରିବା କଥା, ସେମାନେ ଏଭଳି ଗୋଟେ ସାଧାରଣ କଥା କହୁଛନ୍ତି ବା ସାଧାରଣ ଶବ୍ଦ ବ୍ୟବହାର କରୁଛନ୍ତି ବା ସାଧାରଣ ବାକ୍ୟ ବ୍ୟବହାର କରୁଛନ୍ତି, ଯେଉଁଟାକି ସମସ୍ତଙ୍କ ପାଇଁ ସବୁବେଳେ ସତ ହେବ।
गोटे उदाहरण देले आपण मैंने बुझीपारे जे जमती जड़े वैज्ञानिक जड़े जमती जड़े ज्योतिष ए दाबी करुँच जे सी आगुरी कही विमान दुर्घटना हम ए जो अहमदाबाद है तो सी कौन कही तांकर जदि यूट्यूब अन्य जिनिस गुड़िक आम देखा सी कही जे ए वर्ष विमान दुर्घटनार संभावना रही कारण मंगल ये आसो मीन राशि को जीव से विभिन्न प्रकार तादेह वर्णना कर। अच्छा प्रत्येक दिन हजार हजार संख्यार विमान चलुची सबुदिन कौन दुर्घटना घटुची आउ जो मंगल आसो मीन को चंद्र आसो मीन को एम सब विभिन्न कथा से कहते सेगुड़िक प्रत्येक किसी समय व्यवधान घटुची आ सबू जिनस जदि आम देखा पाखापाखि हाराहारी 30 वर्ष थे सबू राशि जो कम्बिनेसन से कहते आउ थे घटुची तमें प्रत्येक 30 वर्ष थर सब जिनस रिपीट हवा कथा आज जो गोटे विमान दुर्घटना घटी ठीक से भाया गोटे कम्बिनेसन 30 वर्ष भितर निश्चय थे आउ थे आसो तो पुणी कौन से भाया घटुची से गुड़ाक सब भूल धारणा जदि कहार भविष्यवाणी करार अच्छी भविष्यवाणी ये पारे मन करतु मु कहि ओडिशार भुवनेश्वर यूनिट 6 रे गोटे बस जाऊला जो थी कि 50-60 जन लोक थे धक्का ही ओल्टी पड़ा से सबुतक लोक 40 जन लोक मरीजे ସେଇଟା को आपण कहि परियो भविष्यवाणी जहाँ को हम परीक्षा करि परिया आ मु कहि एई वर्ष बहुत दुर्घटना हबार संभावना रही आम ओडिशा रे तो सबुदिन दुर्घटना होची भारत रे तो सबुदिन दुर्घटना होची एपरिक भुवनेश्वर भी सबुदिन दुर्घटना होची तार किछि मीनिंग नाही एगुडी को सब लोकन को भूतेया कथा आ जो राशिफल जो बाहरुची सबुदिन पेपर रे बा जो आमर मीडिया मानकर प्रचारित होची सेगुडार मध्य कोनोसी सत्यासत्य नाही आपण जदि गोटे आनी पढिबे निजे मध्य हसिबे आम ए गोटे परीक्षा करूँ आपण राशिफल मन करतु मिथुन राशि कथा कहते आपण कौ राशि राशिफल पढ़ुं पढ़े ना ताकू जदि आप पढ़ीदे से समस्त प्रযোज्य हम आदि आउ गोटे कथा भी आप परीक्षा करें पूर्व दिन राशिफल पढ़ु सीटा कौन आप जीवन में घटी आदि घटी कौन पृथ्वीर 12 भाग लोक घटी तेणु एगुड़िक सब गोटे गोटे संपूर्ण रूपे अंधविश्वास जहाँ को आधार करी किसी लोक डरई पैसा रोजगार कर लगी आउ गोटे बड़ कथा है एबे जो विज्ञान द्वाही देवा विज्ञान को आग को नहीं प्रचार करुँच निश्चिंत भाव में यहाँ गोटे बहुत दुखद घटना बोली आम कहीपर कारण आमर संविधान 51A रही आम विज्ञान को प्रसार करवा वैज्ञानिक मनोभाव बढ़ाइबा सेटा हूँ मुख्य कर्तव्य सबू नागरिकंकर किंतु बहुत शिक्षित व्यक्ति अच्छा मुझे आउ थे कह बहुत शिक्षित व्यक्ति डाक्तर मैंने अच्छा जो मैंने कि यह अपप्रचार कर लगी गोटे तथ्य पचारे से हाँ होता भूल थाईपे एमती सब कथा कहते किंतु स्पष्ट भाव में केवे भी कहूना जे गुड़िक सब भाव भूल बोली तेणु साधारण लोक मन में निश्चिंत भाव गोटे धारणा आसो जेहेतु गोटे जन वैज्ञानिक कहते यहाँ ठीक होता है तेणु से सब अंधविश्वास को आम समाज दूर कर बर्तमान समय आसला से गणमाध्यम बहुत भूमिका रही आ जो गणमाध्यम को व्यवहार करी से माने प्रचार प्रसार करुँच एमती गोटे दिन आसो ता द्वारा से एक्सपोज हे कहीं मुझे गोटे आलोचन कहूली जे एबे से जहाँ कहते सब रेकर्डिंग ही रहा पूर्व अनुमान जहाँ सब तो सेगुड़िक जब फलबनी जड़े पुणी से वीडियो को देखे कहीपर आप मिछ कही तेणु एवं जुग आसीगला जो विज्ञान को से व्यवहार कर निजर प्रचार करुँच विज्ञान निश्चय दिने ना दिने एक्सपोज कर आपण मैंने सबु कार्य राशनाल थिंकिंग करुँच आपड़ जो घर बाहर जदि मेघ आसूँ आप कहते छताटे सांगे नहीं जी जिते गोटे होटेल को खाइबा जाऊँच भावुं ये होटेल बेसी पैसा मुझे जी जो कम पैसा सेठी जी तो जीवनर प्रत्येक कथा आपड़ चिंता करुँच राशनाली साइंटिफिकाली चिंता करुँच किंतु दुखर विषय ये धर्म विषय हो जातक विषय हो बाहागर विषय हो से समय आपड़ संपूर्ण इराशनाल पलटि जाउछंती जोटा जुग जुग धरी भूल ही आसी से भूल को आपड़ दोहरे दोहरे चली तेणु ताकू आपड़ चिंता करूँ सबू जिनस चिंता करेंगे जदि राशनाली निश्चिंत भाव में आपणकर सबू जिनस समाधान हो भल बाटर आम जापर ये आम लोक मान निवेदन करेंगे। वीडियो भल लगिले वीडियो को लाइक करंतु, वीडियो को शेयर करंतु, कमेंट बॉक्स रे निजर मतामत दियंतु। नुआ वीडियो देखिबा पई आम चैनल को सब्सक्राइब करंतु, बेल आइकन रे क्लिक करंतु। देखा हेबो आउ एक नुआ शिक्षणीय वीडियो रे। नमस्कार।